द्वारिका द्वारिका सेमती तीर्थ स्थान प्रतिदिन शुणुवा गौली द्वारिका मु गौली गंगा काशी गौल अयोध्या मु गौली गौली सेतु रामेश्वर सबु बुली बुली शशरे आसिली श्रीक्षेत्र श्री नीलांचल बद्रीनाथ गौली द्वारिका मु गौली गंगा काशी गौली अयोध्या मु गौली মানে সে গঙ্গা কাশী जो জায়গা গুড়া বাপা বলে সেই তীর্থ স্থান পরিবে স্থান বটরে মানসিক করি মনর কথা কহিলি আহা মনর কথা কহিলি কলপে 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 জগা কালিয়ার সেবা দাস হেবি বলি বদ্রীনাথ গলি द्वारिका मो गौली गंगा काशी गौली अयोध्या मो गौली बुझे ना तापर देखिबा कोन बुझिबा এবং সেইথিরে প্রথম বই কোন বলি নিত্য ভাগবত চর্চা যেটা হচ্ছে সেই গৃহটা তীর্থ স্থান হইবে তা সহিত সেই বাস করুଥିବା ଲୋକଙ୍କର ସମସ୍ତ ପାପ ବିନଷ୍ଟ ହୋଇଯାଏ ସେଇ ଘରେ ବାସ କରୁଥିବା ସମସ୍ତ ଲୋକଙ୍କର ପାପ ନଷ୍ଟ ହୋଇଯାଏ ସେଥିପାଇଁ ପତିତ ପାବନ କୁହନ୍ତି ନା ଭଗବାନ ପତିତ ମାନେ ଯେଉଁମାନେ କି ଅଧମ ତାଙ୍କର ପାପ ନାଶ କରିବାର ଦାୟିତ୍ୱ କେବଳ ଭଗବାନଙ୍କ ପାଖରେ ସେଥିପାଇଁ ଭାଗବତ ତାଙ୍କ କଥା ଶୁଣିଲେ ତାଙ୍କର ପାପ ନାଶ ହୋଇଯାଏ ହଜାର ହଜାର ଅଶ୍ୱମେଧ ଶହ ଶହ ବାଜପେୟ ଯଜ୍ଞ ମଧ୍ୟ ଏଇ ଶୁକଶାସ୍ତ୍ର ଭାଗବତର କ'ଣ କଳାଏ বা 16 ସାଂସ ସଙ୍ଗେ ସମାନ ହୋଇପାରନ୍ତି ଶୁଣ ନା ଦେଖ ହଜାର ହଜାର ଅଶ୍ୱମେଧ ଯଜ୍ଞ ଯୋଉ କରୁଛନ୍ତି ହଜାର ହଜାର ଅଶ୍ୱମେଧ ଯଜ୍ଞ କରିବା ଯାହା ଶହ ଶହ ବାଜପେୟ ଯଜ୍ଞ ବି ବହୁତ ବଡ଼ ଯଜ୍ଞ ସେ ଯଜ୍ଞ କରିବା ଯାହା ଏଇ ଶୁକଶାସ୍ତ୍ର ଶୁକଦେବଙ୍କ ଶାସ୍ତ୍ର ଲେଖିଛନ୍ତି କିଏ ଆମର ବେଦବ୍ୟାସ କିନ୍ତୁ ଶୁକଦେବ ୟାକୁ ବର୍ଣ୍ଣନା କରୁଛନ୍ତି ଆଉ ଭାଗବତ ବ୍ୟାସଦେବ ରଚନା କରୁଛନ୍ତି କିନ୍ତୁ ଶୁକଦେବ ଯେହେତୁ ଆର ଅଧିକାରୀ ଆଉ ରାମାୟଣ ରାମାୟଣ ବାଲ୍ମୀକି ଭାଗବତକୁ ଆଉ ବେଦବ୍ୟାସ ଭାଗବତ ଏଇ ଦୁଇଟାକୁ ବର୍ଣ୍ଣନା କରୁଛନ୍ତି ହେଲା ହେଲେ କ'ଣ ହେଉଛି ଏଇ ଶୁକଶାସ୍ତ୍ର କାହିଁକି କୁହାଗଲା ନା ତାଙ୍କ ବାପା ତାଙ୍କୁ ଯେହେତୁ ତାଙ୍କ ପିତା ହେବେ ବେଦବ୍ୟାସ ସୁଖଦେବଙ୍କୁ ଦେଇଛନ୍ତି ସେଥିପାଇଁ ଶୁକଶାସ୍ତ୍ର ଶୁକଦେବ ହିଁ ପରୀକ୍ଷିତକୁ ଶୁଣେଇଥିଲେ ନା ପରୀକ୍ଷିତକୁ କିଏ ଶୁଣେଇଥିଲେ ଶୁକଦେବ ଶୁଣେଇଛନ୍ତି ନା ସେଥିପାଇଁ ସେ ଶୁକଶାସ୍ତ୍ର କୁହାଯାଉଛି ଏଇଟା ହିଁ ଶୁକଶାସ୍ତ୍ର ଭାଗବତ କଳାଏ ଅର୍ଥ 16 ସାଂସ 100 ଭାଗରୁ 16 ଭାଗ ସେଠି ମଧ୍ୟ ସମାନ ହେଇପାରିବ 100ରୁ 16 ଭାଗରୁ ହେଇପାରିବ ନାହିଁ ବୋଲି ସମାନ ହେଇପାରିବ ଫଳ ଦୃଷ୍ଟିରୁ ଗଙ୍ଗା ଗୟା କାଶୀ ପୁଷ୍କର ବା ପ୍ରୟାଗ ମଧ୍ୟ ଏହାର ସମକକ୍ଷ ନୁହନ୍ତି ଫଳ ଦୃଷ୍ଟିକୋଣ ଫଳ ମାନେ ଯେଉଁ ଫଳ ଯେଉଁ ମିଳିଥାଏ ଫଳ ଦୃଷ୍ଟିକୋଣରୁ ଗଙ୍ଗା ଗୟା କାଶୀ ପୁଷ୍କର ପ୍ରୟାଗ ମଧ୍ୟ ଭାଗବତ ଶ୍ରବଣ ଠାରୁ ସହିତ ସମାନ ହେଇପାରିବେ ନାହିଁ ଏ ପୁରାଣରେ କଥିତ କୌଣସି ଶ୍ଲୋକର ଅଧା ବା ଗୋଟିଏ ମାତ୍ର ଚରଣ ପ୍ରତ୍ୟେକ ପାଠ କଲେ ମଧ୍ୟ ମନୁଷ୍ୟ ପରମ ଗତି ଲାଭ କରିଥାଏ ଭାଗବତକୁ ଅଧା ପଢ଼ କି ଗୋଟିଏ ଅଧ୍ୟାୟ ପଢ଼ କି ଗୋଟିଏ ଇଏ ପଢ଼ ସେତିକି ପଢ଼ିଲେ ମଧ୍ୟ ସେ ପରମ ଗତି ପ୍ରାପ୍ତ ବୁଝିପାରୁଛ ନା ହେଲା ବୁଝିଲା ଶୁଣ ୟାରେ ହଁ ଅଧା କୌଣସି ଶ୍ଲୋକର ଅଧା ବା କୌଣସି ମାତ୍ର ଗୋଟିଏ ଚରଣ ପଢ଼ିଲେ ମଧ୍ୟ ପ୍ରତ୍ୟେକ ପାଠ କଲେ ମଧ୍ୟ ମନୁଷ୍ୟ ପରମ ଗତି ଲାଭ କରିଥାଏ